ବାରିପଦାରେ ହନୁମାନ ଜୟନ୍ତୀର ଧୂମ ଶହେମୁଖୀ ହନୁମାନ ମନ୍ଦିରରେ ଭକ୍ତଙ୍କ ଅସମ୍ଭାଳ ଭିଡ଼। ନମସ୍କାର, ମୁଁ ସୁଶାନ୍ତ ନାୟକ। ଆଜି ପବିତ୍ର ହନୁମାନ ଜୟନ୍ତୀ। ସାରା ରାଜ୍ୟ ଆଜି ବଜରଙ୍ଗବଲୀଙ୍କ ଜୟଗାନରେ ପ୍ରକମ୍ପିତ। ବିଶେଷ କରି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଆଜି ଦେଖିବାକୁ ମିଳିଛି ଏକ ଭାବମୟ ପରିବେଶ। ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ମନ୍ଦିରରେ ପହଞ୍ଚି ହନୁମାନ ଚାଳିଶା ପାଠ କରିବା ସହ ପ୍ରଭୁଙ୍କ ଆଶୀଷ ଭିକ୍ଷା କରିଛନ୍ତି। ବାରିପଦା ସହରର ପ୍ରସିଦ୍ଧ ଶହେମୁଖୀ ହନୁମାନ ମନ୍ଦିର। ଏଠାକାର ରୀତିନୀତି ସବୁବେଳେ ନିଆରା। ଆଜି ହନୁମାନ ଜୟନ୍ତୀ ଅବସରରେ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପ୍ରତିଷ୍ଠାତା ପୂଜକ ଶ୍ରୀ ମନମଥ ପାଣିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଶତାଧିକ ସେବାୟତଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ଅତି ପ୍ରତ୍ୟୁଷରୁ ମନ୍ଦିରରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହାପରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ। ମନ୍ଦିରରେ ଆୟୋଜିତ ଭଜନ ସମାରୋହ ଭକ୍ତଙ୍କ ମନରେ ଭକ୍ତିର ଅମୃତ ରସ ଢାଳି ଦେଇଥିଲା। ଏହି ଶହେମୁଖୀ ହନୁମାନଙ୍କ ପାଖରେ ଯିଏ ଯାହା ମାନସିକ କରେ ତାହା ପୂରଣ ହୋଇଥାଏ। ଏହି ବିଶ୍ୱାସ କେବଳ ସ୍ଥାନୀୟ ଅଞ୍ଚଳରେ ନୁହେଁ, ବରଂ ବିଦେଶରେ ରହୁଥିବା ଭକ୍ତମାନଙ୍କୁ ମଧ୍ୟ ବାନ୍ଧି ରଖିଛି। ଅନେକ ପ୍ରବାସୀ ଭାରତୀୟ ଭିଡିଓ କଲ୍ ମାଧ୍ୟମରେ ପ୍ରଭୁଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି। ବାରିପଦାର ଗଳିକନ୍ଦି ଆଜି ଜୟ ଶ୍ରୀରାମ ଏବଂ ବଜରଙ୍ଗବଲୀ କି ଜୟ ଧ୍ୱନିରେ ଫାଟି ପଡୁଛି। ଶହେମୁଖୀ ହନୁମାନ ମନ୍ଦିରର ଏହି ଜାକଜମକ ପାଳନ ସହରବାସୀଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଭରିଦେଇଛି। ବାରିପଦାରୁ ସୁଶାନ୍ତ ନାୟକଙ୍କ ରିପୋର୍ଟ।